ମୋର ସବୁ ସାଙ୍ଗମାନଙ୍କୁ ନୂଆବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ଯାଉଥିବା ମସିହା 2023କୁ ବିଦାୟ ଦେବା ପାଇଁ ଓ ଆସୁଥିବା ମସିହା 2024କୁ ସ୍ୱାଗତ ଜଣାଇବା ପାଇଁ ଜଙ୍ଗଲରେ ସବୁ ପକ୍ଷୀମାନେ ସାଜସଜ୍ଜା କରୁଥିଲେ। ପାରା ଭାଇ, ଆମେ 2024କୁ ସ୍ୱାଗତ କରିବା ପାଇଁ ବଡ଼ ଅମୃତଭଣ୍ଡା ଗଛ ପାଖରେ ସେଲିବ୍ରେସନ୍ କରିବା। ହଁ ରାନୁ ଭଉଣୀ, ତୁମେ ସବୁ ଆୟୋଜନ କର। ମୁଁ ଯାଉଛି ବଜାରକୁ ଗୋଟେ ବଡ଼ ଘଣ୍ଟା ନେଇ ଆସିବି। ଯେମିତି ରାତି 12ଟା ବାଜିବ ଆମେ କେକ୍ କାଟି 2024 ମସିହାକୁ ୱେଲକମ୍ କରିବା। ହଁ ପାରା ଭାଇ, ତୁମେ ଯାଅ ବଜାରକୁ ଗୋଟେ ବଡ଼ ଘଣ୍ଟାଟେ ନେଇ ଆସିବ। ମୁଁ ସେଇ ସମୟ ଭିତରେ କେକ୍ ତିଆରି କରିଦେଉଛି। ତାପରେ ପାରା ଘଣ୍ଟା ଆଣିବା ପାଇଁ ବଜାରକୁ ଚାଲିଗଲା। ଏପଟେ କାଳୁ କାଉ ଆଉ ଗୋରି କାଉ ନିଜ ନିଜ କାମରେ ବ୍ୟସ୍ତ ଥିଲେ। କାଳୁ ଭାଇ, ତୁମେ ଜଲ୍ଦି ଯାଅ, ଫୁଲ ନେଇ ଆସିବ। ଆମ ହାତରେ ସମୟ କମ୍। ତୁମେ ଜଲ୍ଦି ଫୁଲ ନେଇ ଆସିଲେ ଆମେ ବଡ଼ ଅମୃତଭଣ୍ଡା ଗଛକୁ ଫୁଲରେ ସୁନ୍ଦର ଭାବରେ ସଜେଇବା। ରାନୁ ଚଢ଼େଇ କହିଛନ୍ତି ଆମେ ସମସ୍ତେ ବଡ଼ ଅମୃତଭଣ୍ଡା ଗଛ ପାଖରେ କେକ୍ କାଟି 2024 ମସିହାକୁ ୱେଲକମ୍ କରିବା। ମିଠୁ ଭଉଣୀ, ତୁମେ ଜମା ବ୍ୟସ୍ତ ହୁଅନା। ଏବେ ଯାଇ ଆମେ ସାଙ୍ଗେ ସାଙ୍ଗେ ଫୁଲ ନେଇ ଆସୁଛୁ। ମୁଁ ଏବେ ଯାଉଛି ଚିନି ଆଣିବା ପାଇଁ। ରାନୁ ଚଢ଼େଇ କେକ୍ ତିଆରି କରୁଛନ୍ତି, ସେଥିପାଇଁ ମୋତେ ଚିନି ଆଣିବା ପାଇଁ ସେ କହିଛନ୍ତି। କାଳୁ କାଉ ଆଉ ଗୋରି କାଉ ଫୁଲ ଆଣିବା ପାଇଁ ଚାଲିଗଲେ। ଏପଟେ ରାନୁ ଚଢ଼େଇ କେକ୍ ତିଆରି କରିବାରେ ଲାଗିଥିଲା। ପାରା ବହୁତ ଜୋରରେ ଉଡ଼ି ଉଡ଼ି ସହରର ବଜାରକୁ ଯାଉଥିଲା, କାରଣ ତାକୁ ସହରର ବଜାରରୁ ଗୋଟେ ବଡ଼ ଘଣ୍ଟା ଆଣିବାର ଥିଲା। ସେମାନେ ସମସ୍ତେ ମିଳିମିଶି କାମ କରୁଥିଲେ, ସେଥିପାଇଁ କାମ କରିବାରେ କୌଣସି ଅସୁବିଧା ହେଉନଥିଲା। ଗୋରି କାଉ ଆଉ କାଳୁ କାଉକୁ ପାହାଡ଼ ପାଖରେ ବହୁତ ସାରା ଫୁଲ ମିଳିଗଲା। ହେଲେ ଗୋଟେ ଚଢ଼େଇ ସେଠି ବସିଥିଲା, ଯିଏ ସେମାନଙ୍କୁ ଫୁଲ ନେବା ପାଇଁ ମନା କଲା। ରୁହ, ତୁମେ ଏ ଫୁଲ ନେଇପାରିବନି। ଆମେ ନୂଆବର୍ଷକୁ ୱେଲକମ୍ କରିବା ପାଇଁ ସାଜସଜ୍ଜା କରୁଛୁ। ଆପଣ ତ ଜାଣିଛନ୍ତି ଫୁଲ ବିନା ସାଜସଜ୍ଜା ହେଇପାରିବନି। ଏପଟ ଜଙ୍ଗଲ ଆମର, ଯାଅ ତୁମେ ତୁମ ଜଙ୍ଗଲରୁ ଫୁଲ ତୋଳି ନେଇଯିବ। କ'ଣ ଆମର ତୁମର? ଚାଲ ଯିବ ଆମ ସହିତ, ସାଙ୍ଗ ହୋଇ କେକ୍ କାଟିବା ଆଉ ଖୁବ୍ ମଜାମସ୍ତି କରିବା। ଏକଥା ଆମେ ପୂର୍ବ ବର୍ଷ ବି ହେଇଥିଲେ କି ସମସ୍ତେ ମିଳିମିଶି ରହିବା ବୋଲି। ହେଲେ କ'ଣ ହେଲା, ତୁମ ଜଙ୍ଗଲର ଚିଲ ପ୍ରଥମେ ଆକ୍ରମଣ କଲା ଆଉ ଆମ ଜଙ୍ଗଲର ଛୋଟ ଛୋଟ ପକ୍ଷୀମାନଙ୍କୁ ମାରିଦେଲା ସେଇ ଚିଲ। ମାହି ଚିଲ ଏ କଥାକୁ ନେଇ ବହୁତ ଲଜ୍ଜିତ ଅଛନ୍ତି। ସେ ବି ଆମ ସହିତ ନୂଆବର୍ଷକୁ ୱେଲକମ୍ କରିବା ପାଇଁ ଆସୁଛନ୍ତି। ତୁମେ ଚାଲ, ଏଇ ବାହାନାରେ ଏ ବିଷୟରେ କଥା ହେଇଯିବା। ମାହି ଚିଲ ଯଦି ପ୍ରତିଜ୍ଞା କରି କହିବ ଆମର ସେ ଆଉ କୌଣସି କ୍ଷତି କରିବ ନାହିଁ ବୋଲି, ତାହେଲେ ମୁଁ ତୁମ ସହିତ ଯିବି। ମୋର ପୁରା ବିଶ୍ୱାସ ଅଛି ସବୁ ପକ୍ଷୀମାନେ ପୁରୁଣା ଶତ୍ରୁତାକୁ ଭୁଲିଯିବେ ଆଉ ମାହି ଚିଲ ମଧ୍ୟ ଏମିତି କରିବେ। ତୁମେ ଚାଲ, ବାକି କଥା ଆମେ ରାତିକି ହେବା। ତାପରେ କାଳୁ ଆଉ ଗୋରି କିଛି ଫୁଲ ଆଉ ସେଇ ଚଢ଼େଇକୁ ସାଙ୍ଗରେ ନେଇ ନିଜ ଜଙ୍ଗଲକୁ ଆସିଲେ। ଭାଇ, ଏ ଘଣ୍ଟା ତ ଚାଲୁନି। ଭାଇ, ଏଇ ଘଣ୍ଟାରେ ବ୍ୟାଟେରୀ ନାହିଁ। ଏଇ ନିଅନ୍ତୁ ବ୍ୟାଟେରୀ। ଯେମିତି ବ୍ୟାଟେରୀ ପକେଇବେ ଘଣ୍ଟା ଚାଲିବାକୁ ଲାଗିବ। ତାପରେ ପାରା ଘଣ୍ଟା ଆଉ ବ୍ୟାଟେରୀ ନେଇ ଆସିଲା। ବୁଲବୁଲ ବେଟା, ମିଠା ଫୁଲର ରସ କୋଉଠି ରଖିଛୁ? ଯଦି ମିଠା ଫୁଲର ରସ କେକ୍ରେ ନ ମିଶେଇବା କେକ୍ ସ୍ୱାଦିଷ୍ଟ ଲାଗିବନି। ମାମା, ଏଥରକ ଆଣ୍ଟି ଚଢ଼େଇ ମିଠା ଫୁଲର କେକ୍ ବନଉଛନ୍ତି କି? ହଁ ରେ ଧନ, ଚାଲ ଆମେ ଜଲ୍ଦି ମିଠା ଫୁଲର ରସ ନେଇକି ଯିବା। ତାପରେ ବୁଲବୁଲ ଆଉ ତା ପୁଅ ମିଠା ଫୁଲର ରସ ନେଇ ରାନୁ ଚଢ଼େଇ ଘରକୁ ଗଲେ। ମିଠୁ ମଧ୍ୟ କୃଷକର ପତ୍ନୀ ପାଖକୁ ଚିନି ଆଣିବା ପାଇଁ ଚାଲିଗଲା। ମା, ଆପଣ କହିବେ
ଯେତେବେଳେ ଦରକାର ଏ ପକ୍ଷୀ ମୁହଁ ଉଠେଇକି ଚିନି ନେବାକୁ ପଳେଇ ଆସୁଛି ବୋଲି। ଆମେ 2024କୁ ୱେଲକମ୍ କରିବା ପାଇଁ ଆଜି ରାତି 12ଟାରେ କେକ୍ କାଟିବୁ। ବାସ୍ କେକ୍ରେ ଚିନି ପକାଇବା ପାଇଁ ଚିନି ନେବାକୁ ମୁଁ ଚାଲି ଆସିଲି। କ'ଣ ତୁମେମାନେ ସମସ୍ତେ ମିଶିକି କେକ୍ କାଟିବ? ଆଜ୍ଞା ମା, ଆମେ ଏ ବର୍ଷ ସମସ୍ତେ ମିଶିକି କେକ୍ କାଟିବୁ। ଆଉ ଯେଉଁ ପକ୍ଷୀମାନଙ୍କ ମଧ୍ୟରେ ମନମନାନ୍ତର ହେଇଛି ଦୁହେଁ ଦୁହିଁଙ୍କୁ କ୍ଷମା କରିଦେବେ। ଆଉ 2024ରେ ସମସ୍ତେ ମିଳିମିଶି ରହିବା ପାଇଁ ପ୍ରତିଜ୍ଞା କରିବେ। କାଶ୍ ଆମ ମଣିଷମାନେ ଏମିତି ଶିଖିଥାନ୍ତେ କି ସବୁ ରାଗରୁଷା ଭୁଲିଯାଆନ୍ତେ କି? ସେମିତି କିଛି ବି ହବନି। ସେମିତି ଲାଗି ରହିଥିବ ଯେମିତି ଗଲା ବର୍ଷ ଲାଗି ରହିଥିଲା। ସେଇ ଲଢ଼େଇ ସେଇ ଝଗଡ଼ା ଲାଗି ରହିଥିବ। ସିଏ ତ ସିଏ। ଆଉ ପୁଣି ଏ ବର୍ଷ ମଣିଷମାନଙ୍କ ମଧ୍ୟରେ ବଡ଼ ବଡ଼ ଲଢ଼େଇ ଆରମ୍ଭ ହେଇଗଲାଣି। ମା, ତୁମେ କ'ଣ କହୁଛ? ମଣିଷମାନଙ୍କ ମଧ୍ୟରେ କ'ଣ ଝଗଡ଼ା ହୁଏ? କ'ଣ ଖାଦ୍ୟକୁ ନେଇ ଝଗଡ଼ା ହୁଏ? ନା ମିଠୁ ଶୁଆ, ଖାଦ୍ୟକୁ ନେଇ ନୁହେଁ, ଶକ୍ତିକୁ ଆଉ ତାକତକୁ ନେଇ। ଯିଏ ଅଧିକ ଶକ୍ତିଶାଳୀ ସିଏ ଅଧିକ ଖତରନାକ। ସମସ୍ତେ ଏଇଆ ଚାହାନ୍ତି ଯିଏ ଶକ୍ତିଶାଳୀ ତାକୁ ସମସ୍ତେ ଡରନ୍ତୁ। ଦେଶ ଦେଶ ଭିତରେ ଲଢ଼େଇ। ହେଇ ଦେଖୁନୁ, ଇସ୍ରାଏଲ ଆଉ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି ଯେ ରୋକିବାର ନାଁ ଧରୁନି। ତୁ ବି ଟିକିଏ ଭଗବାନଙ୍କ ପାଖରେ ପ୍ରାର୍ଥନା କରେ 2024 ମସିହାଟି ଆମ ମଣିଷମାନଙ୍କ ମଧ୍ୟରେ ସ୍ନେହ, ପ୍ରେମ ଆଉ ଭଲ ପାଇବା ଭରି ଦଉ। ମା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତାପରେ ମିଠୁ ଶୁଆ କୃଷକର ପତ୍ନୀଠାରୁ ଚିନି ନେଇ ଆସିଲା। ତାପରେ ରାତି ହେଇଗଲା। ଅମୃତଭଣ୍ଡା ଗଛ ଥିବା ଜାଗାକୁ ବହୁତ ସୁନ୍ଦର ଭାବରେ ପକ୍ଷୀମାନେ ସଜେଇ ଦେଇଥାନ୍ତି। ଆଉ ବଡ଼ ଘଡ଼ିଟିକୁ ଅମୃତଭଣ୍ଡା ଗଛରେ ଲଗେଇଥାନ୍ତି। ସବୁ ପକ୍ଷୀମାନେ ସେଠାରେ ଏକାଠି ହେଇଥାନ୍ତି। କେକ୍ ବି ରଖିଥାନ୍ତି। ତାପରେ ମାହି ଚିଲ ଉଡ଼ି ଉଡ଼ି ଆସିଲା। ଚିଲ ଭାଇ, ତୁମ ଉପରେ ପାହାଡ଼ ଜଙ୍ଗଲର ପକ୍ଷୀ ରାଗିଛନ୍ତି। ତୁମେ କ'ଣ ଚାହୁଁନ 2023 ମସିହା ଯିବା ବେଳକୁ ତୁମ ଦୁଇ ଜଣଙ୍କର ବି ଦୁଶ୍ମନୀ ଚାଲିଯାଉ? ଯୋଉ ଜୀବନରେ ଲଢ଼େଇ ନଥିବ, ଖାଲି ପ୍ରେମ, ସ୍ନେହ ଆଉ ଭଲ ପାଇବା ଥିବ। ପକ୍ଷୀ ସାଙ୍ଗ, ମୋତେ କ୍ଷମା କରିଦିଅ। ମୁଁ ବହୁତ ଲଜ୍ଜିତ। କିନ୍ତୁ ମୁଁ କଥା ଦଉଛି ଏଇ ନୂଆ ବର୍ଷରୁ ଆମେ ନୂଆ ଜୀବନ ଆରମ୍ଭ କରିବା ଆଉ ସାଙ୍ଗ ହୋଇ ରହିବା। ଗୋଟିଏ ଜଙ୍ଗଲରେ ଗୋଟିଏ ପରିବାର ଭଳି। ଆଉ ତାପରେ ସେ ପକ୍ଷୀ ଆଉ ଚିଲ ଦୁହେଁ ଦୁହିଁଙ୍କୁ ଖୁସିରେ କୁଣ୍ଢେଇ ପକେଇଲେ। ସେମାନଙ୍କୁ ଦେଖି ସବୁ ପକ୍ଷୀମାନେ ବହୁତ ଖୁସି ହେଇଗଲେ। ସବୁ ଭୁଲିଗଲେ। ଆଲୁଅ ଲଗେଇବାକୁ ସମସ୍ତେ ଭୁଲିଗଲେ। ଆଲୁଅ ବିନା ତ ସାଜସଜ୍ଜା କିଛି କାମକୁ ନୁହେଁ। ଏକଥାକୁ ଶୁଣି ଚଢ଼େଇର ପୁଅ କୁକୁ କହିଲା, କାଳୁ ଅଙ୍କଲ, ଯଦି ଆମେ ସମସ୍ତେ ସାଙ୍ଗରେ ଅଛେ ତାହେଲେ ମୋ ସାଙ୍ଗ ଜୁଳୁଜୁଳିଆ ପୋକ କାହିଁ ନୁହେଁ? ସେମାନେ ଏବେ ଆସୁଥିବେ। ତାଙ୍କ ଆଲୋକରେ ସାରା ଜଙ୍ଗଲ ଆଲୋକିତ ହେଇଯିବ। ତାପରେ କୁକୁର ସାଙ୍ଗ ଜୁଳୁଜୁଳିଆ ପୋକମାନେ ଆସିଗଲେ। ତାଙ୍କ ଆଲୋକରେ ସାରା ଜଙ୍ଗଲ ଆଲୋକିତ ହେଇଗଲା। ଏବେ ସମସ୍ତେ ନିଜ ନିଜର ଆଖିକୁ ବନ୍ଦ କରିଦିଅ। 12ଟା ବାଜିବାକୁ ଆଉ 10 ସେକେଣ୍ଡ ବାକି ରହିଲା। ତାପରେ ସମସ୍ତେ ସେମିତି କଲେ। ଓଲଟା ଗଣିବାକୁ ଲାଗିଲେ। 10, 9, 8, 7, 6, 5, 4, 3, 2, 1। ସମସ୍ତଙ୍କୁ ନୂଆ ବର୍ଷର ହାର୍ଦ୍ଦିକ ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତଙ୍କ ପାଇଁ 2024 ମସିହା ସୁଖମୟ ଆଉ ମଙ୍ଗଳମୟ ହେଉ। ତାପରେ ସବୁ ପକ୍ଷୀମାନେ ମିଶି କେକ୍ କାଟିଲେ ଆଉ 2024 ମସିହାକୁ ୱେଲକମ୍ କରିଲେ।